ଉଠା ରେ 3 ଦିନ ପାଇଁ ଯାଇଥିଲେ ଆସିକି 8 ଦିନ ହେଇଗଲା। ତମର ଯଦି ରହିବାର ଅଛି ଠିକ ଅଛି, ଜଗାକୁ ପାଖକୁ ଗଲେ ତା ମାୟା ତୁଟେଇକିରି ଆସି ହୁଏନି। ତାପରେ ଏ ବୁଢ଼ାଟାକୁ ଟିକେ ଫୋନ କରିବନି। ଫୋନ ତ କରୁନ ଫୋନଟା କଲେ ବି ଉଠଉନ। ଏ ଗରୁଡ଼ଟା କେମିତି କିଆ ପିଲା କେ ଜାଣି। ବାପା ଆରେ ଏଇ ପରା ମୋ ମା। ଏଇ ପରା ଭାବୁ ତମରି ମନ କଥା ଭାବୁଥିଲି। ଦେଖିଲି ଘରୁ ବାହାରକୁ ଯିବା ପାଇଁ ରାଜି ହଉନଥିଲା। 3 ଦିନ ପାଇଁ ଯାଇ 8 ଦିନ ରହିଗଲା। ଏଇରେ ଗରୁଡ଼ ସେଇଟା ସିନା ବକାଟା, ତୁ ତ ବୁଦ୍ଧିଆଟା। ତୁ ଟିକେ ଫୋନ କରିକି ଭଲ ମନ୍ଦ ଜଣେଇ ପାରିଥାନ୍ତୁ ନା ନାଇଁ। ହେଲା ଇରେ ମା, ଜଗା ଦର୍ଶନ ଭଲରେ ହେଲାଟି। କେମିତି ହବ ବାପା? ତମ ପୁଅ କଣ ଆମକୁ ସେତିକି କରିବାକୁ ଥିଲେ? କାଇଁ ସେ କଣ କଲା? ଇରେ ହେ ମନ୍ଦିରରେ ଯୋଉ ଭିଡ଼, ସେ ପୁରା ଭିଡ଼କୁ ଯିବା ପାଇଁ ଡରିଥିବ। ଆରେ ମା, ସେଇଟା ପିଲାଦିନରୁ ଭିଡ଼କୁ ଦେଖିଲେ ଡରେ। ଡରିଲେ ମାନେ ଭିଡ଼ ଭିତରେ ଆମ ହାତ ଛାଡ଼ିଦେଲେ ଆମେ ଜଗା ଦର୍ଶନ କରିବୁ କଣ? ଆମେ ତ ଖାଲି ବୁଲିକି ଖୋଜୁଛୁ ଆଉ। ଏ ଭଗବାନ, ଏଡ଼ିକି ବୋକାଟା ସିଏ ବହୁତ ଖୋଜୁଥିବ। ଖୋଜିଲେ ମାନେ ଜାଣିଛ ବାପା, ଆଜି ସକାଳେ ଆମେ ସମୁଦ୍ର କୂଳରେ ବସିଥିଲୁ, ହଠାତ୍ ମେଞ୍ଚେ ପୋଲିସ ପଳେଇ ଆସିଲେ। ତାପରେ ତ ଖାଲି ଧାଁ ଦୌଡ଼, ଆଉ ସମସ୍ତେ ଦୌଡ଼ିଲେ, ଆଉ ଆମେ ବି ଦୌଡ଼ିଲୁ। ଆଉ ସେତିକି ବେଳେ କଣ ହେଲା? ସେତିକି ବେଳେ ଗୋଟେ ପୋଲିସ ଆସି ଗୁଳି ମାରିଲା। ଗୁଳି ମାଇଲା? ହଁ, ପୋଲିସ ଗୁଳି ମାଇଲା। ତାପରେ ତମ ପୁଅ ଆମ ହାତ ଛାଡ଼ିଦେଲେ। ଆମେ ତ ଖାଲି ବୁଲିକି ଖୋଜୁଛୁ ଆଉ। କହନା ମା, ଏବେ କଣ କୋଉ ଜାଗା ଫାଙ୍କା ଅଛି? ସବୁଠି ଚୋର ତସ୍କରଙ୍କର ଭିଡ଼। ଯାହା ହଉ ହୁଣ୍ଡାଟାକୁ ନେଇ ଜଗନ୍ନାଥ ଦର୍ଶନ କରେଇ ଆଣିଲ, ସେଇଟା ସବୁଠାରୁ ବଡ଼ କଥା। ଏରେ ସରପଞ୍ଚ ହେଇ କେମିତି କଣ ରାଜନୀତି କରିବ କେଜାଣି। ଏଇ ତମେ ମାନେ ଆସିଲ, ସେ ହୁଣ୍ଡା ଗଲା କୁଆଡ଼େ? କାହିଁ ସେ କଣ ପହଞ୍ଚି ନାହାନ୍ତି କି? କୋଉଠି? ଘରେ। ଘରେ? ସେ କଣ ଘରକୁ ଆସିନାହାନ୍ତି କି? ଘରକୁ କେମିତି ଆସିବ? ତମେ ପୁରା ଏଇନେ ଆସିକି ପହଞ୍ଚିଲ, ସେ ଆଗତୁରା ଆସିବ କେମିତି? ହେ ଗରୁଡ଼, କଣ ଭାଇ ବୋଉ କଣ ଏମିତି କହୁଛି? ତମେ ସବୁ ସାଙ୍ଗ ହେଇକି ଆସିଥିଲ ଟି? ସେ ପରା ଆମକୁ ଛାଡ଼ି ଚାଲି ଆସିଲା। ଗରୁଡ଼, ତମ ପରା କହୁଥିଲ ତମ ସାଙ୍ଗ ଗାଁରେ ପହଞ୍ଚି ତମକୁ ଫୋନ କରିଥିଲେ ବୋଲି। ହଁ, ସେ 2 ଘଣ୍ଟା ତଳେ ଫୋନ କରିଥିଲା ଗାଁରେ ପହଞ୍ଚିଗଲାଣି ବୋଲି। ହଁ, କୋଉଠି ଗପ ମାରୁଥିବେ। ହଉ, ସେ ତାଙ୍କର ଗପୁ ଥାନ୍ତୁ। ବାପା, ତମେ ଅଭଡ଼ା ଆଣିବା ପାଇଁ କହିଥିଲେ ନା, ଆମେ ଅଭଡ଼ା ନେଇ ଆସିଛୁ। ମୁଁ ଏଇ ସାଙ୍ଗେ ସାଙ୍ଗେ କଦଳୀ ପତ୍ର ଅଭଡ଼ା ବାଢ଼ି ଦଉଛି, ତମେ ଆସ ଖାଇବ। ସାଙ୍ଗେ ସାଙ୍ଗେ ଗଲି ଆଉ ଆସିଲି। ଦିଅ। ଆରେ ଗରୁଡ଼, ତୋର ପୁଣି କଣ ହେଲା? ତୁ କଣ ଏମିତି ତଳକୁ ମୁହଁ ପୋତିକିରି ଠିଆ ହେଇଛୁ? ଦାଦି। କଣ ବେ ଦାଦି? ଦାଦି କଣ ବେ? କେବେ ତତେ କହିଥିଲି ସାଙ୍ଗରେ ନେବୁ, ସାଙ୍ଗରେ ଆଣିବୁ। କିରେ ଅଲଗା ତ ହେଇଗଲ। ତୁ ଆସିକି କହୁଛୁ କଣ ନା ସେ ଘରେ ପହଞ୍ଚିକିରି ତତେ ଫୋନ କରିଥିଲା। ସିଏ ତ ଆସିନି। ଦାଦି, ତମ ପୁଅ ଜଗା ଆଉ ଘରକୁ ଆସିବନି। ଆସିବନି? ତୋ ମୁଣ୍ଡ ଫୁଣ୍ଡ ଠିକ ଅଛି ଟି? କଣ ଇଆଡୁ ସିଆଡୁ ଗପି ଯାଉଛୁ? କିରେ ତୁ ପୁରା ଏବେ କହୁଥିଲୁ ସେ ଘରେ ପହଞ୍ଚିକି ତତେ ଫୋନ କରିଥିଲା ବୋଲି। ମିଛ କହିଥିଲି। ମିଛ କହୁଥିଲୁ? ତାର ସେ ସତଟା କଣ? ମୋ ସାଙ୍ଗ ଜଗାଟା ସ୍ୱର୍ଗଦ୍ୱାରରେ ପୋଡ଼ି ଜଳି ପାଉଁଶ ହେଇଯାଇଛି। ସ୍ୱର୍ଗଦ୍ୱାରରେ ଶବ ପୋଡ଼ା ଯାଏ, ଯତା ମଣିଷ ନୁହଁ। ମୁଁ ସତ କହୁଛି ଦାଦି, ମୁଁ କହୁଛି ଶୁଣ। ଏମିତି କଣ କହୁଛୁ ରେ? ତମେ ସବୁ ସାଙ୍ଗ ହେଇକି ଯାଇଥିଲ ଟି? ଦାଦି, ଆରେ ମୋ ପୁଅ ବୋଉ 2 ଜଣ ତୋ ସାଙ୍ଗରେ ଥିଲେ ନା ନାଇଁ? ଥିଲେ ଦାଦି। ତୁ କହୁଛୁ ପୋଲିସ ମୋ ପୁଅକୁ ଗୁଳି ମାଇଲା, ମୋ ପୁଅ ଦେହରେ ଗୁଳି ବାଜିଲା, ମୋ ତୋ ପୁଅ ତଳେ ପଡ଼ିକି ଛଟପଟ ହେଇକି ମରିଗଲା। ମୋରି ଆଖି ଆଗରେ ମୋ ସାଙ୍ଗଟା ଛଟପଟ ହେଇ ମରିଗଲା। ସେମିତି କହୁନି ରେ ଗରୁଡ଼, ସେମିତି କହନି ଦାଦି। ବୁଢ଼ାଟା, ବୁଢ଼ା ମାନଙ୍କ ଛାତି ପାପୁରିଆ କାଠ। ସେମାନଙ୍କ ଜୀବନ ଗଛରେ ଝୁଲୁଥିବା ପାଚଲା ଫଳ କିଏ ଆଘାତରେ ଭାଙ୍ଗିଯାଏ, ଖସିଯାଏ। ମୁଁ ସତ କହୁଛି ଦାଦି। ସତ କହୁଛୁ ଭାଇ?
ତୁ କ'ଣ ଜାଣୁ ସେ ମୋର ଗୋଟା ବୋଲି ପୁଅ ମୁଁ ଏକୋଇର ଭଳିଆ ମିଶିକେସନ ବନ୍ଦର ଲଉଡ଼ି ତୁ କ'ଣ ଜାଣିନୁ ଡାକ୍ତରମାନେ କହିସାରିଛନ୍ତି ମୋ ଜୀବନ କେତେବେଳେ ଚାଲିଯିବ ତା ଠିକ୍ ନାହିଁ ବୋଲେ ମୋ ପୁଅ ଯଦି ମରିଗଲା ମୋ ପୁଅ ଯଦି ପର ହେଇଗଲା ତାହେଲେ ମତେ କାନ୍ଧରେ ନବ କିଏ ମତେ ପିଣ୍ଡ ଦବ କିଏ ମତେ ସ୍ତୁତି ହବ କିଏ ଦାଦି ତମେ ପରା ସବୁଦିନେ ଗାଁ ଠାକୁର ଘରେ ସନ୍ଧ୍ୟାବେଳେ ଟୀକା ଗୋବିନ୍ଦ ଚନ୍ଦ୍ର ଗାଅ ସେହି କାଳ ଯମ ବଡ଼ ଦାରୁଣରେ ନ ଜାଣଇ ସୁଖ ଦୁଃଖ ବାଛି ନବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖରେ କୁମର ଦେବଟି ଦାରୁଣ ଦୁଃଖ ଦାଦି ମୁଁ ବୁଝିପାରୁନି ଦାଦି ଆମେ ଘର ବାହାରୁ ତାଲା ପକାଇ ଚାବିଟା ହାତ ମୁଠାରେ ରଖି ସମସ୍ତେ ଘର ଭିତରେ ଥିଲାବେଳେ ଏ ଦୁଃଖଟା ଘର ଭିତରକୁ ପଶି କେମିତି ନା 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 ବସିପାରିବିନି ତୁ ତା ବିନା ବସିପାରିବିନି ଜଗାରେ ଦାଦି ତୋ ବାପା ଡାକୁଛି ଫେରିଆରେ ପୁଅ ଫେରିଆରେ ପୁଅ ଆସ୍ତେ ଦାଦି ଆସ୍ତେ ଯଦି ଭାଉଜ ଏକଥା ଶୁଣିବେ ଏତେ ସବୁ ଘଟଣା ଘଟିଗଲା ମୁଁ କଣ କିଛି ଜାଣିନି ଜଗାର ଜୀବନ ଗଲାବେଳେ ସୁ ସୁ ହେଇ ଗର୍ଜନ କରୁଥିବା ସମୁଦ୍ରର ଢେଉ ଗୁଡ଼ାକ ନୀରବ ହୋଇଗଲେ ଅହର ବହୁଥିବା ପବନ ବି କିଛି ସମୟ ପାଇଁ ନୀରବରେ ଶୋଇଗଲେ ଜଗାର ଶବ ପଡ଼ିଥାଏ ମୁଁ ତାକୁ ଡାକୁଥାଏ ଏ ସାଙ୍ଗ ଉଠ ଆମ ଗାଁ ବସ ଛାଡ଼ିଦବ ଆମେ ଉଠ ଭାଉଜର ଚେତା ନାହିଁ ଏ ସାଙ୍ଗ ସମୁଦ୍ର ନୀରବ ଝାଉଁ ବଣ ନୀରବ ଭାଉଜ ବି ନୀରବ ସେମିତି ନୀରବ ହେଇ ପଡ଼ିଥାଏ ତାପରେ ସେ ପୋଲିସ ପୋଥାକୁ ପିନ୍ଧା ଜମଦୂତ ମାନେ ଆସି ମୋ ସାଙ୍ଗଟାକୁ ଘୋଷାରି ଘୋଷାରି ନେଇଗଲ ମୁଁ ଯେତେ କହିଲି ମୋ ସାଙ୍ଗଟାକୁ ତ ମାରିଦେଲ ତା ଶବଟା ଗାଁକୁ ନେଇକି ଯିବାକୁ ଦିଅ ସିଏ ଏବେ ନୂଆ କି ସରପଞ୍ଚ ହେଇଛି ଗାଁଟା ସାରା ଲୋକ ତାକୁ ଅନେଇକି ବସିଛନ୍ତି ତା ବୁଢ଼ା ବାପାଟା ଦାଣ୍ଡ ପିଠାରେ ତାକୁ ଅନେଇକି ବସିଛି ମୋ କଥା ଶୁଣିଲେନି ଦାଦି ମତେ ମାଡ଼ ମାରି ମୋ ସାଙ୍ଗରେ ଘୋଷାରି ଘୋଷାରି ନେଇଗଲେ